महादेव महात्मानं महायोगी महेश्वर महापापहरं देवं मुंकराय नमो। आमे समस्ते आखि खोलिला दिनठू देखी आसीचे आम गाँर ए मुंडरे बोले उत्तर पटरे शिव मंदिर, दक्षिण पटरे ठाकुराणी मंदिर। शिव हेले ठाकुर, शिवा दुर्गा भवानी ये हेले ठाकुराणी। से ठाकुर को कौन कह से महान महादेव देवता मध्य से महान महादेव महात्मान महानात्मा परमात्मा महादेव महात्मान महायोगी जेते योगशील देवता मनीष अछंती तांक मध्य से महायोगी महादेव महात्मान महायोगी से महेश्वर महान ईश्वर से दयाशील। तेणु से महादेव से महात्मा से महेश्वर से महायोगी से महात्मा को आसंतु समस्ते प्रणाम करिवा। महादेव महात्मान महायोगी महेश्वर महादेव स्वरनित्यं महापातकनाशन। से समस्त पाप को हरण करती। से आशुतोष सहजरे खुशी हो जाती। आज पठन आज श्रवण आज अध्ययन एसब विषय को आरंभ करने पूर्व आमे प्रथम महादेव को प्रणाम कले एवं कार्य आरंभ करवा। जे आज कौन 17 तारीख शुक्रवार अमावास्या अच्छे गुरुवार 16 तारीख रे आलोचना करवा। 17 तारीख शुक्रवार शुक्रवार दिन अमावास्या। ए दिन सूर्य उदय हेबे 5टा 28 परे सूर्यास्त 6टा 3 परे ओ अशुभ समय दिन 2टा 55 रु 4टा 31 2टा 55 रु 4टा 31 सूर्योदय सूर्यास्त सूर्योदय 5टा 28 परे सूर्यास्त 6टा 3 परे शुक्रवार 17 तारीख अमावास्या। यही दिन 12 राशि 27 नक्षत्र किए क्यों राशिर क्यों नक्षत्रर तो जानती। तेणु शुणिबा। 17 तारीख शुक्रवार मेष राशि अश्विन नक्षत्रर दिन 12टा ठारू अशुभ मनस्ताप हेबो। कारण दिन 12टा 23 जाए रोगाक्रांत रहिबे असुस्थता लगी रहिबो वृथा खर्चांत हेबे दूर को जीवेनी दूर यात्रा निषेध गले बड्ड हैरान हेबे। मात्र 12टा परठारू धीरे धीरे देह ओ मन सुस्थ हेबो एवं निजे सुस्थता अनुभव करिवे। दैवी शक्ति पूर्ण सहयोग करिवो मन प्रफुल्लित हेबो। मन लाखी खाद्य वस्त्र बासगृहर सुख मिलिबो। आय अमल दिगरे मन लाखी रहिबो आय अमल भी हेबो। तेणु 12टा जाए शुक्रवार आपण धैर्य हरा हेबेनी। कारण भल समय आपण को अपेक्षा करिछि 12टा परे।
ହଁ ବନ୍ଧୁ, ଆମେ ଏବେ ବୃଷ ରାଶି କଥା ଆଲୋଚନା କରିବା। 17 ତାରିଖ ଶୁକ୍ରବାର, ବୃଷ ରାଶି, ରୋହିଣୀ ନକ୍ଷତ୍ରର, ଦିନ 12ଟା ଠାରୁ ଅଶୁଭ। ପଦୋନ୍ନତି ହୋଇପାରେ। ଯିଏ ଯେଉଁ ପଦବୀରେ ଅଛନ୍ତି ସେମାନଙ୍କର ଚରିତ୍ର, କର୍ମ, ବ୍ୟବହାର ଏଥିରେ ଈଶ୍ୱର ଖୁସି। ତେଣୁ ସେମାନଙ୍କର କର୍ମ ଅନୁସାରେ ସଫଳତା ମିଳିବ ଓ ପଦୋନ୍ନତି ହୋଇପାରେ। ଏହି ଶୁଭ ଫଳ ଦିନ 12ଟା 2 ଭିତରେ ମିଳିବାର ଆଶା ଅଛି। ଦିନ 12ଟା 2 ଭିତରେ ଏହି ସୁସମୟ ଆସିବ, ମିଳିପାରେ। ଯଦି ଭଲ କର୍ମ କରିଥିବେ ଭଲ ଫଳ ନିଶ୍ଚୟ ମିଳିବ। ଆୟ ଅମଳ ପାଇଁ ଉତ୍ତମ ସୁଯୋଗ ଆସିବ। ଏଣୁ ଅକ୍ଳାନ୍ତ ପରିଶ୍ରମ କରି 12ଟା ଭିତରେ ଅଧିକ ରୋଜଗାର କରିବା ପାଇଁ ଚେଷ୍ଟା କରନ୍ତୁ। ଆଳସ୍ୟକୁ ଭୁଲି ଯାଆନ୍ତୁ, କର୍ମବୀର ହୁଅନ୍ତୁ। ମନ୍ତ୍ରଟି ମନେ ରଖନ୍ତୁ, ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁଁ କର। କାରଣ 12ଟା ପରଠାରୁ ଖର୍ଚ୍ଚାନ୍ତ ହେବେ, ଶାନ୍ତି ଭଙ୍ଗ ହେବ, ଅସୁସ୍ଥ ହେବେ, କ୍ଷତି 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 ହେବ। ଯଦି ଋଣ କରିଥିବେ ତେବେ ଦୁଃସମ୍ବାଦ ଶୁଣିବେ। ମାନେ ମୋଟାମୋଟି ଭାବରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବ। ଦିନ 12ଟା 2 ପରଠାରୁ 12ଟା 2 ପର୍ଯ୍ୟନ୍ତ ସବୁ ଦିଗରୁ ଭଲ। ସାବଧାନ। ଅପୋଜିଟ୍ ମେଷ ଆଉ ବୃଷ କଥା ଶୁଣିଲେ। 17 ତାରିଖ ଶୁକ୍ରବାର, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରର, ଦିନ 12ଟା 2 ଠାରୁ ଅଶୁଭ। ଏଣୁ ହେ ମିଥୁନ ରାଶିର ଲୋକେ, ତୁମ ସହ ଯିଏ ଲଢ଼ିବ ସେ ଆଜି ହାରିବ। ଲଢ଼ିବ ମାନେ ଯୁକ୍ତିରେ, କଥାରେ, କାମରେ, ପରୀକ୍ଷାରେ, ଝଗଡ଼ାରେ, କଳହରେ ଆଜି ମିଥୁନ ସପକ୍ଷରେ ବିଧାତା ଅଛନ୍ତି। ତେଣୁ ଯିଏ ତାଙ୍କ ସହିତ ତାଳ ଦେବ ସେ ହାରିବ, ମିଥୁନର ବିଜୟ ହେବ। ମିଥୁନ ରାଶିର ଜନତାଙ୍କ ପାଇଁ ଏକ ଆଶୀର୍ବାଦାତ୍ମକ ଦିନ ଆଜି। ସବୁ ଦିଗରୁ ସମସ୍ତ ପ୍ରକାର ଆନନ୍ଦ ଆସିବ। ମିଥୁନ ରାଶିର ଲୋକେ ଆଜି ପ୍ରଫୁଲ୍ଲିତ ହେବେ। 12ଟା ଯାଏ ଖଟିଲା ପରି ଖଟିବେ। ଯିଏ ଯେଉଁ ପ୍ରକାର ଶାରୀରିକ ମାନସିକ ଶ୍ରମ ଚାହିଁବେ 12ଟା ପରଠାରୁ ଏହି ଶ୍ରମର ମୂଲ୍ୟ ମିଳିବ। ଆୟ ଅମଳ ବଢ଼ିଯିବ। କେବଳ ବୁଦ୍ଧିମାନ ଆଉ କର୍ମଠ ବ୍ୟକ୍ତିଙ୍କୁ ଏହି ଆୟର ପରିମାଣ ବିଧାତା ବଢ଼ାଇ ଦେବେ। ଆଉ ଯେଉଁମାନେ କେବଳ କର୍ମଠ ସେମାନେ ମଧ୍ୟମ ଆୟ କରିବେ, ଦେହ ସୁସ୍ଥ ରହିବ। 12ଟା ଯାଏ ଖଟନ୍ତୁ। 12ଟା ପରଠାରୁ ଆୟ ଅମଳର ଧାରା ଆରମ୍ଭ ହେବ। ଶାରୀରିକ ପରିଶ୍ରମ କରନ୍ତୁ ବା ମାନସିକ ପରିଶ୍ରମ କରନ୍ତୁ। ଯାହାକୁ ଯେଉଁ ବିଦ୍ୟା ବୁଦ୍ଧି ବିବେକ ଦେଇଛନ୍ତି ସେହି ବିଦ୍ୟା ବୁଦ୍ଧି ବଳ କଳ କୌଶଳର ସୁବିନିଯୋଗ କରନ୍ତୁ। ମିଥୁନ ରାଶିର ବନ୍ଧୁ ଯଥେଷ୍ଟ ବେଶୀ ଲାଭବାନ ହେବେ। ଦିନ ସାରା ଭଲ ଶୁଭ ସମୟ। କର୍କଟ କଥା। 17 ତାରିଖ ଶୁକ୍ରବାର, କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର, ଦିନ 12ଟା 2 ଠାରୁ ଅଶୁଭ। ଦିନ 12ଟା 2 ଠାରୁ ଅଶୁଭ। ବନ୍ଧୁ ସାହାଯ୍ୟ ପାଇପାରନ୍ତି। ଏହି ସୁଯୋଗ ଆସିବ 12ଟା ଯାଏ। 12ଟା ମଧ୍ୟରେ ଜଗି ରଖି ନ ଚଳିଲେ ଅପମାନିତ ହୋଇଯିବେ। ବହୁତ ହସନ୍ତୁ, ବହୁତ ଶୁଣନ୍ତୁ, କମ୍ କହନ୍ତୁ। କାହିଁକି ହସିବେ? ନ ହସିଲେ ମନ ଭାଙ୍ଗିଯିବ, ସ୍ୱାସ୍ଥ୍ୟ ଭାଙ୍ଗିଯିବ, ଅପମାନିତ ହେବେ। କମ୍
କୁହନ୍ତୁ 12ଟା ପରେ କର୍ମ ଯୋଜନା ମୁଣ୍ଡକୁ ଆସିବ। କର୍ମ କ୍ଷେତ୍ରର ଆହ୍ୱାନକୁ ସମ୍ଭାଳି ନପାରି ଖଟିବାକୁ ବାଧ୍ୟ ହେବେ। ଆୟ ଅମଳର ସୁଯୋଗ ଆସିବ। ବହୁ ଚତୁର ଆଉ କର୍ମଠ, ଯେଉଁ ବ୍ୟକ୍ତି ଚତୁର ଆଉ କର୍ମଠ ସେ ଏହି ସୁଯୋଗକୁ ହାତଛଡ଼ା କରିପାରିବେନି। ଦେହ ମୁଣ୍ଡ ସୁସ୍ଥ ରହିବ। 12ଟା ଯାଏ ଅପମାନିତ ହେବାର ସମୟ ଅଛି। ତେଣୁ ବହୁତ ଶୁଣନ୍ତୁ, ବହୁତ ହସନ୍ତୁ, ତାଳି ମାରନ୍ତୁ, ବହୁତ କମ୍ କୁହନ୍ତୁ। ଯେତେ କମ୍ କହିବେ। ଅପମାନ ଯୋଗ ଅଛି ମାନେ କାହାକୁ ନେହୁରା ହୁଅନ୍ତୁନି, କାହା ପାଖରେ ହାତ ପାତନ୍ତୁନି, କାହାକୁ ପରାମର୍ଶ ଦିଅନ୍ତୁନି। 12ଟା ପରଠାରୁ ଭାଗ୍ୟ ବଦଳିଯିବ। 17 ତାରିଖ ଶୁକ୍ରବାର, ସିଂହ ରାଶି, ମଘା ନକ୍ଷତ୍ରର ଦିନ 12ଟା 2 ଠାରୁ ଅଶୁଭ। ସାବଧାନ, ଆଘାତ ଲାଗିଯାଇପାରେ। 12ଟା ଯାଏ ପୂର୍ଣ୍ଣ ଅଶୁଭ। ବାହାରକୁ ନ ଯିବାକୁ ମନା କରାଯାଇଛି। ଏବେ ବି କୁହାଯାଉଛି ବାହାରକୁ ଯାଅନି। ଧକ୍କା ଭୟ ଅଛି। ଅସୁସ୍ଥ ହୋଇ ଦୁଃଖ ପାଇବେ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। କଳହ ହେଇପାରେ। କଳହ, ସମସ୍ୟା ପରେ ସମସ୍ୟା ଆସି ଦୁଃଖ ଦେବ। 12ଟା ଠାରୁ 12ଟା 10 ଯାଏ ଏକ ପ୍ରକାର ଶାନ୍ତି ସୃଷ୍ଟି ହେବ। 12ଟା 10 ପରେ ଏକ ସ୍ୱତନ୍ତ୍ର ମାନସିକ ପରିବର୍ତ୍ତନ ହେବ। ଦେହ ଭଲ ଲାଗିବ। କେହି ସଜ୍ଜନ ଉପହାର ଦେଇପାରନ୍ତି ବା ପ୍ରଶଂସା କରିପାରନ୍ତି, ମାତ୍ର ଜଗି ରଖି ନ ଚଳିଲେ ଅପମାନିତ ହେବେ। ସିଂହ ରାଶି ପାଇଁ 17 ତାରିଖ ଶୁକ୍ରବାର ସବୁ ଦିଗରୁ ଅଶୁଭ। ବାସ୍, ଏବେ ଆମେ ଯିବା କନ୍ୟା ପାଖକୁ। 17 ତାରିଖ ଶୁକ୍ରବାର, କନ୍ୟା ରାଶିର ହସ୍ତା ନକ୍ଷତ୍ରର ଦିନ 12ଟା 2 ଠାରୁ ଅଶୁଭ। ଦିନ 12ଟା 23 ଯାଏ ଭଲ। ଆୟ ଅମଳ ଦିଗରେ ମନ ଯିବ ଓ ଅମଳ ବି ହେବ। ରୋଜଗାର ହେବ। ମନ ଖୁସି ହୋଇଯିବ। ଶ୍ରମ ସାର୍ଥକ ହେବ। ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ। ଦେବ ସେବା କରିବା ପାଇଁ ମନ ଉଚ୍ଚାଟ ହେବ। ଦେହ ମନ ଭଲ ରହିବ। କର୍ମରେ ଖୁସି ହେବେ। ମାତ୍ର 12ଟା ଠାରୁ ଦୁଃସମୟ ଆସିବ। ଏଣୁ 12ଟା ପୂର୍ବରୁ ଘରକୁ ଫେରିଆସନ୍ତୁ। ଦେହ ଆଘାତପ୍ରାପ୍ତ ହୋଇପାରେ। ଦୁଶ୍ଚିନ୍ତା ଗ୍ରାସ କରିବ। ମନ ଭଲ ଲାଗିବନି। ଦୂରଯାତ୍ରା ମନା କରାହେଲା। ଶାରୀରିକ ଦୁଃଖ ବଢ଼ିଯିବ। କେହି ବୁଝିବେନି। କଳହ ହୋଇପାରେ। ଧକ୍କା ଭୟ ଅଛି। 12ଟା ପର୍ଯ୍ୟନ୍ତ ସବୁ ଦିଗରୁ ଭଲ। କନ୍ୟା ରାଶି ପାଇଁ 12ଟା ଯାଏ ସବୁ ଦିଗରୁ ଭଲ। 12ଟା ପରଠାରୁ ସବୁ ଦିଗରୁ ଅଶୁଭ। ଏଣୁ ସାବଧାନ। 1ରେ ଦେହ ଖରାପ ହେବ। ମନ ଭଲ ଲାଗିବନି। ଆଘାତ ହୋଇଯାଇପାରେ। ଏପରିକି ଧକ୍କା ହୋଇଯାଇପାରେ। ଆଉ କେହି ବି କଳହ କରିପାରନ୍ତି। ତେଣୁ 12ଟା ଭିତରେ ସବୁକିଛି। 12ଟା ପୂର୍ବରୁ ଘରକୁ ଫେରିଲେ ଭଲ। ତାପରେ ବାହାରକୁ ଯିବେନି। ହଇରାଣ ହେବେ, ମୁଖ କରିବେ। ଏବେ 17 ତାରିଖ ଶୁକ୍ରବାର, ତୁଳା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ତୁଳା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ସ୍ୱାତି ନକ୍ଷତ୍ରର ଦିନ 12ଟା 2 ଠାରୁ ଅଶୁଭ। ଦିନ 12ଟା 23 ଯାଏ। କିପରି ବିଭିନ୍ନ ଉପାୟରେ ଲାଭ କରିପାରିବେ ସେଥିପାଇଁ ଯୋଜନା କରିବେ। ସମୟ ଭଲ ଥିବାରୁ କର୍ମରେ ଉନ୍ନତି ହେବ। 12ଟା 23 ଠାରୁ ଏହି ଉନ୍ନତିର ଫଳ ସ୍ୱରୂପ ଆୟ ଅମଳ ବଢ଼ିଯିବ। ଦୈନିକ ବୃତ୍ତିରେ ବିକାଶ ହେବ। ନୂତନ କର୍ମପନ୍ଥା ଖୋଲିଯିବ। ଆଉ ଦେହ ମୁଣ୍ଡ ସୁସ୍ଥ ରହିବ।
ମାନେ ଦିନ ସାରା ତୁଳା ରାଶିର ଶୁଭ। 12ଟା ଯାଏ ସେମାନେ ବିଭିନ୍ନ କାମକୁ ଆରମ୍ଭ କରିବେ, ଯୋଜନା କରିବେ, ସକ୍ରିୟ ରହିବେ। 12ଟା 23 ପର୍ଯ୍ୟନ୍ତ ଏସବୁ କାମ ଚାଲିବ। ଆଉ 12ଟା 23 ପର୍ଯ୍ୟନ୍ତ ସେମାନଙ୍କୁ ବଢ଼ିଆ ଭୋଜନ ମିଳିବ, ବଢ଼ିଆ ସାଙ୍ଗ ମିଳିବେ, ଭଲ କାମ ମିଳିବ। 12ଟା 23 ପରଠାରୁ ଏ ସମସ୍ତ ଯୋଜନା ସଫଳ ହେବ, ଆୟ ଅମଳ ବଢ଼ିଯିବ, ସବୁ ଚିନ୍ତା ଲାଘବ ହେବ, ସମସ୍ତ ପ୍ରକାର ବ୍ୟକ୍ତିଙ୍କର ସାହାଯ୍ୟ ସହଯୋଗ ମିଳିବ। ତେଣୁ ମୋଟାମୋଟି ତୁଳା ରାଶିର ସବୁ ଦିଗରୁ ଭଲ ହେଲେ ତୁଳା ରାଶି ମହିଳାଙ୍କର ଘାତ ଚନ୍ଦ୍ର ଟିକେ ଜଗି ରଖି ଚଳିଲେ ଭଲ। 17 ତାରିଖ ଶୁକ୍ରବାର ବିଛା ରାଶିର ଘାତ ବାର। ଦିନ 12ଟା 2 ଠାରୁ ଅଶୁଭ। ଅନୁରାଧା ନକ୍ଷତ୍ରର ଦିନ 12ଟା 2 ଯାଏ ଅଶୁଭ। ଦିନ 12ଟା 2 ଯାଏ କୌଳିକ ମୌଳିକ ଦୈହିକ ପାରିବାରିକ ସୁଖ ମିଳିବ। ଏତଦ୍ୱାରା ମାନସିକ ଶାନ୍ତି ମିଳିବ। ତା ପରଠାରୁ ସେ ସୁଖରେ କିଛି ଆନନ୍ଦ ମିଶିଯିବ, ଯାହାଫଳରେ ଦିନଟି ମିଠା ମିଠା ଲାଗିବ। ଅର୍ଥାତ୍ ବିବିଧ ଲାଭ ହେବ, ଯୋଜନା ସଫଳ ହେବ, ବହୁ ଦିନର ଚିନ୍ତା ଲାଘବ ହେବ, ନୂତନ ବୃତ୍ତି ବ୍ୟବସ୍ଥା ହୋଇଯାଇପାରେ। ତୁଳା ପରି ବିଛା ରାଶିର ମଧ୍ୟ ସବୁ ଦିଗରୁ ଭଲ। ହେଲେ ଆଜି ଅନୁରାଧା ନକ୍ଷତ୍ରର ଟିକେ ଅଶୁଭ। ଦିନ 12ଟା ଠାରୁ ଅଶୁଭ ସମୟ ଆରମ୍ଭ ହେବ। 17 ତାରିଖ ଶୁକ୍ରବାର ଧନୁ ରାଶି ପୁରୁଷମାନଙ୍କର ଘାତ ଚନ୍ଦ୍ର। ଧନୁ ରାଶିର ଘାତ ବାର। ସବୁ ଦିଗରୁ ଆଜି ଅସୁବିଧା ଧନୁ ରାଶିର। 17 ତାରିଖ ଶୁକ୍ରବାର ଧନୁ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଧନୁ ରାଶିର ଘାତ ବାର। ମୂଳା ନକ୍ଷତ୍ରର ଦିନ 12ଟା 2 ଠାରୁ ଅଶୁଭ। ଅଶାନ୍ତି ମିଳିବ। ଦିନ 12ଟା 23 ଯାଏ ଅଶାନ୍ତି ମିଳିବ। ସେ ଯାଏ ଦେହ ଅସୁସ୍ଥ ରହିବ। କେଉଁ ଯାଏ? ଦିନ 12ଟା 23 ଯାଏ ଦେହ ଅସୁସ୍ଥ ରହିବ। ପୁରୁଣା ରୋଗ ଦୁଃଖ ଦେବ। ଦୂରଯାତ୍ରା ନ କଲେ ଭଲ। 12ଟା 23 ପରଠାରୁ ବିଭୁ କଲ୍ୟାଣ ପଡ଼ିବ। ଦେହ ସୁସ୍ଥ ହୋଇଯିବ। ପ୍ରିୟଜନ ପାଖକୁ ଆସିବେ, ଉପହାର ଆଣିବେ, ଆୟ ଅମଳ ଧୀରେ ଧୀରେ ବଢ଼ିଯିବ। ଭଲ ଖବର ଶୁଣି ଖୁସି ହେବେ। ଦିନ ବଢ଼ୁଥିବ, ସୁଖ ବଢ଼ୁଥିବ। ମାନେ ଦିନ 12ଟା 23 ଯାଏ ଧନୁରାଶିର ସବୁ ଦିଗରୁ ଅଶୁଭ। ଏଇ ଅଶୁଭତା ଦିନ 12 ଯାଏ ବଳବତ୍ତର ରହିବ। 12 ଠାରୁ ଯେଉଁ 23 ମିନିଟ୍ ତା ଭିତରେ ଟିକେ ମିଶ୍ରିତ ଯୋଗ, କିଛି ସୁଖ କିଛି ଦୁଃଖ। 12ଟା 23 ପରଠାରୁ ବିବିଧ ସୁଖ ଆନନ୍ଦ ଲାଭ ଆୟ ସବୁ କିଛି ପାଖକୁ ଆସିବ। ସେଇ ବନ୍ଧୁଗଣ ଯେଉଁମାନେ 12ଟା ପର୍ଯ୍ୟନ୍ତ ଭୁଲି ଯାଇଥିଲେ, 12ଟା ପରଠାରୁ ସେ ନିକଟକୁ ଆସିବେ, ଉପହାର ଆଣିବେ, ସାହାଯ୍ୟ ସହଯୋଗ କରିବେ, ଭଲ ମନ୍ଦ ପଚାରି ବୁଝିବେ। ବାସ୍। ଏବେ ମକର କଥା ବୁଝିବା। 17 ତାରିଖ ଶୁକ୍ରବାର ମକର ରାଶି ଶ୍ରବଣା ନକ୍ଷତ୍ରର ଦିନ 12ଟା ପରଠାରୁ ଅଶୁଭ। ଦିନ 12ଟା ପରଠାରୁ ମକର ରାଶି ଶ୍ରବଣା ନକ୍ଷତ୍ରର ଅଶୁଭ। ସଫଳତା ମିଳିବ। ଦିନ 12ଟା 23 ଯାଏ କୌଣସି ଅସୁବିଧା ନାହିଁ। ଦିନ 12ଟା 23 ଯାଏ ସଫଳତା ମିଳିବ। ସବୁ କାର୍ଯ୍ୟର ସୁଫଳ ପାଇବେ। କୌଣସି ଅସୁବିଧା ନାହିଁ। ଧନାଗମର ମାର୍ଗ ଖୋଲିଯିବ। ମାନେ ଖଟିଲେ ଖାଇବେ। ମାନସିକ ପରିଶ୍ରମ ହେଉ କି ଶାରୀରିକ ପରିଶ୍ରମ ହେଉ, ଯେଉଁ ପ୍ରକାର ବୁଦ୍ଧିବିଦ୍ୟା ଖଟେଇ ଆପଣମାନେ ଦୈନିକ ଜୀବନ ନିର୍ବାହ କରନ୍ତି, ସେଥିରେ ଟିକେ ସଜାଗ ହୁଅନ୍ତୁ। ଦିନ 12ଟା 23 ଯାଏ ସବୁ ଦିଗରୁ ଭଲ ହେବ।
ଶୁଭ ଖବର ଶୁଣିବେ। ପଠନ, ଗମନ, ଭୋଜନ, ଦେବଦର୍ଶନ, ବୀଜ ବପନ ଆଦି କାର୍ଯ୍ୟ ଶୃଙ୍ଖଳାର ସହିତ ହେବ। ମାତ୍ର 12ଟା ଠାରୁ ଦେହ ଅବଶ ଲାଗିବ, ଦୁର୍ବଳ ଲାଗିବ, କ୍ରମେ ଅସୁସ୍ଥ ହୋଇ ଦୁଃଖ ଭୋଗିବେ, ରୋଜଗାର କମିଯିବ, ଆଉ ସମ୍ପୂର୍ଣ୍ଣ ଭାବରେ ଆୟ ମଧ୍ୟ ବନ୍ଦ ହୋଇଯିବ, ପୀଡ଼ା ଅଧିକ ହେବ। 12ଟା 23 ପର୍ଯ୍ୟନ୍ତ କଷ୍ଟେ ମଷ୍ଟେ। 12ଟା 23 ପରଠାରୁ 12ଟା 25 ପରଠାରୁ 12:30 ଠାରୁ ସମ୍ପୂର୍ଣ୍ଣ ଅସୁସ୍ଥ, ସବୁ କାମ ବନ୍ଦ। ତେଣୁ ଯାହା କରିବେ 12:30 ଭିତରେ କରନ୍ତୁ, ମଙ୍ଗଳ ହେବ। କୁମ୍ଭ ରାଶି 17 ତାରିଖ ଶୁକ୍ରବାର, କୁମ୍ଭ ରାଶି, ଦିନ 12ଟା 2 ପରେ, ଶତଭିଷା ନକ୍ଷତ୍ରର ଅଶୁଭ। ସମ୍ମାନିତ ହେବେ। ଦିନ 12ଟା ଯାଏ ମନ ଅଧୀର, ଅଥୟ, ବ୍ୟାକୁଳ ହେବ। ଦିନ 12ଟା ଯାଏ ମନ ଅଧୀର, ଅଥୟ, ବ୍ୟାକୁଳ ହେବ। ଧନାଗମରେ ବାଧା ନାହିଁ, ମାତ୍ର ମନ ପାଇଁ କର୍ମ ଓ କର୍ମକ୍ଷେତ୍ରରେ ବାଧା ଆସିବ। ଦିନ 12ଟା 5 ଯାଏ ମିଶ୍ରିତ ଫଳ। 12ଟା 5 ପରଠାରୁ ଅନ୍ୟ ବ୍ୟବସ୍ଥା ହେବ। ଭଲ ସମୟ ଆସିବ, ରୋଜଗାର ବଢ଼ିଯିବ, ମାତ୍ର ଭାଇ ସମ୍ପର୍କରେ ଟିକେ ଫାଟ ସୃଷ୍ଟି ହେବ, ଜଞ୍ଜାଳ ପଶିଯିବ। ଦୈନିକ ଜୀବନଧାରା ସୁସ୍ଥ ରହିବ। ଆପଣ ତ ବୁଦ୍ଧିମାନ, ଜ୍ଞାନୀ, ଭାଇକି ଭଲ ପାଆନ୍ତି। ଯଦି ସତରେ ଭାଇକି ଭଲ ପାଉଥିବେ, ଜାଣନ୍ତୁ ଆପଣ ଭାଗ୍ୟର ଉଦୟ ହେବ। ଯଦି ଭାଇ ସହିତ ଜଞ୍ଜାଳ କରିବେ, କ୍ଷତି ଆପଣଙ୍କର ହେବ। ମୀନ ରାଶି 17 ତାରିଖ ଶୁକ୍ରବାର, ମୀନ ରାଶିର ଘାତ ବାର। ଦିନ 12ଟା 2 ପରେ, ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ। ଦିନ 12 ଯାଏ ଶୁଭ ସମୟ। ସଫଳ କାମା ହେବେ, ଉଦ୍ଯୋଗୀ ହେବେ, କର୍ମକ୍ଷେତ୍ରକୁ ଓ କର୍ମକୁ ଆଦର କରିବେ। ଆୟ ଅମଳ ଦିଗ ନିର୍ମଳ ରହିବ। ଖାଦ୍ୟ ପେୟ, ବସନ ଭୂଷଣ ଆଦି କ୍ଷେତ୍ରରେ କୌଣସି ବାଧା ବନ୍ଧନ ନାହିଁ। ମାତ୍ର 12ଟା ଠାରୁ 12ଟା 10 ଯାଏ ମିଶାମିଶି ଫଳ ମିଳିବ। 12ଟା 10 ପରେ ମନ ଅବୁଝା ହେବ, ଆୟ ଅବ୍ୟାହତ ରହିବ, ମାତ୍ର ମାନସିକ ଅଶାନ୍ତି ହେତୁ କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ଆସିବ ନାହିଁ। ବାସ୍, ଏ ଗଲା 12 ରାଶି 27 ନକ୍ଷତ୍ରର ଫଳ। ବନ୍ଧୁ, ଆଗେ ଦେହ ଚିନ୍ତା ଆଗ କର। ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ଆଗେ ଶରୀର, ତାପରେ ଧର୍ମ। ଶରୀରକୁ ଯେ ଅକାମୀ କରିଦିଏ ଉପାସ ରହି ରହି, ସେ ଗୋଟେ ଅଯୋଗା, ଅକର୍ମା, ସେ ହିଁ ଦୁଃଖ ଭୋଗିବ। ଆଜି ଏତିକି। ଈଶ୍ୱର ଚାହିଁଲେ ପୁଣି କାଲି ଦୁଃଖ ସୁଖ ହେବା। ରହିଲି। ଜୟ ହେଉ।